10 ବର୍ଷ ବାସ କଲା ଉତ୍ତାରେ ତାଙ୍କର ଭାର୍ଯ୍ୟା ସାରି ଆପଣା ମିଶରିଆ ଦାସୀ ହାଗରକୁ ନେଇ ଆପଣା ସ୍ୱାମୀ ଅବ୍ରାହମ ସହିତ ବିବାହ ଦେଲେ। ସେ ବିବାହ ଦେଉଛନ୍ତି କାହାକୁ? ନିଜର ଦାସୀକୁ ନିଜର ସ୍ୱାମୀ ସହିତ। ଆଉ ଯେତେବେଳେ ବିବାହ ଦେଲେ, ଆଉ ବିବାହ ପରେ ହାଗାରର ଆଉ ଗର୍ଭ ହୋଇଛି ବୋଲି ଜାଣି ହାଗାର କ'ଣ କଲା? ଆପଣାର ମାଲିକାଣୀ ବା ସାନ୍ତାଣୀକୁ ସେ ତୁଚ୍ଛ ଜ୍ଞାନ କରୁଛି, ସେ ହେର୍ସାମି କରୁଛି। ଏବେ ସେ ଭାବୁଛି ମୋତେ ସନ୍ତାନ ହେଇଗଲା ବୋଲେ ମୁଁ ଏକା ବଡ଼, ଆଉ ଯିଏ ମୋର ମାଲିକାଣୀ ଥିଲେ ସେ ମୋ ଠାରୁ ସମ୍ପୂର୍ଣ୍ଣ ତୁଚ୍ଛୀକୃତ ଅଟନ୍ତି ବୋଲି ସେ ତୁଚ୍ଛ କରୁଛି। ପ୍ରତ୍ୟେକ କାର୍ଯ୍ୟରେ ତୁଚ୍ଛ କରୁଛି, ଦେଖିଲେ ତୁଚ୍ଛ କରୁଛି। ମୋତେ ଏକା ସନ୍ତାନ ହେଇଯାଉଛି ଆଉ ତାକୁ ହେଲା ନା ବୋଲି। ଆମର ସମ୍ବଲପୁରୀ ଭାଷାରେ କାଣା କହିସୁଁ ଆମେ? ଉଠି ବସିନି ଦେଉଛେ ଏନ୍ତା କଥା କହୁଛେ ଯେ ମୁଇଁ ସହି ନି ପାରବାର ବୋ ବସନ୍ ନେ ଏନ୍ତା କହିସନ୍। ଆରୁ ବିଭିନ୍ନ ଭାଷା ଅଛେ ସେଟାକେ ଡାଇଲଗ୍ କାଣା କାଣା ବି ବଲସନ୍। ଆରୁ କମେଣ୍ଟ ମାରୁଛେ ବଲସନ୍। ଆର୍ କାଣା କାଣା ମାନେ କହିସନ୍, ବହୁତ ଗୁଡ଼ାଏ ବିଷୟ କଥା କହନ୍ତି। ଆଉ ସେଇ ସମସ୍ତ ବିଷୟ ଏ ଜାଗାରେ ନିଜର ସାନ୍ତାଣୀଙ୍କୁ ମଧ୍ୟ ସେ ନିଶ୍ଚୟ କହୁଅଛି, ଯେହେତୁ ସେ ତୁଚ୍ଛ ଜ୍ଞାନ କଲା ବୋଲି ଲେଖାଯାଏ। ଦାସୀ ଏବଂ ମାଲିକାଣୀର ସମ୍ପର୍କ କି ପ୍ରକାର? ମାଲିକାଣୀର କଥା ମାନିବ ଦାସୀ, ମାଲିକାଣୀ ଯାହା କହିଲେ ତାହା ସେ ଶୁଣିବ। କିନ୍ତୁ ଯେତେବେଳେ ଆରୁ ତାଙ୍କର ଦାସୀର ଗର୍ଭରେ ଗୋଟେ ସନ୍ତାନ ହେବାକୁ ଯାଉଛି ବୋଲି ଦାସୀ ଜାଣିଲା, ସେତେବେଳେ ସେ ଅବାଧ୍ୟ ହେଲା। ମାଲିକାଣୀର ଅବାଧ୍ୟ ହେଉଛି। ଆଉ ଅବାଧ୍ୟ ହେବା ସକାଶେ ସାରି ବହୁତ ଦୁଃଖ କଲେ। ଅବ୍ରାହମକୁ ଯାଇକି କ'ଣ କଲେ? ସେ କମ୍ପ୍ଲେନ୍ କଲେ। ଅବ୍ରାହମକୁ ଯାଇକି ଯେତେବେଳେ ସେ କହୁଛନ୍ତି, ଅବ୍ରାହମ ତାଙ୍କୁ କହିଲେ ତୁମର ଦାସୀ ତୁମର ପାଖରେ ଅଛି, ତମର ଇଚ୍ଛାରେ ମୋତେ ବିବାହ ଦେଲ, ଆଉ ତମେ ଯାହା ଇଚ୍ଛା ତାକୁ ସେଇଆ କର, ତମ ଦୃଷ୍ଟିରେ ଯାହା ଭଲ ଦିଶୁଛି ତାହା ଏକା କର। ଆଉ ତାପରେ ସାରି କ'ଣ କଲେ? ତାଙ୍କୁ କଠୋର ବ୍ୟବହାର କଲେ। କଠିନ ବ୍ୟବହାର କରନ୍ତେ ସେ ତାଙ୍କ ପାଖରୁ ପଳେଇ ଗଲା। କଠିନ ବ୍ୟବହାର। ଦେଖନ୍ତୁ, ୟା ପୂର୍ବରୁ ସେ କେବେ ତାର ଦାସୀମାନଙ୍କୁ କଠିନ ବ୍ୟବହାର କରିନଥିଲା। କିନ୍ତୁ ଯେତେବେଳେ ଆପଣା ଦାସୀ ତାକୁ ତୁଚ୍ଛ ଜ୍ଞାନ କଲା, ସେହି ସମୟରେ ସାରି ଆପଣାର ଦାସୀକୁ କଠିନ ବ୍ୟବହାର ଦେଉଛି। କଠିନ ବ୍ୟବହାର ଦେଉଛି। ଏ ପ୍ରକାର କଠିନ ବ୍ୟବହାର ଦେଲା ଯେ ସେ ତାଙ୍କ ମାଲିକ ଏବଂ ମାଲିକାଣୀକୁ ଛାଡ଼ି ସେ ପଳାୟନ କରିବାକୁ ବାହାରିଲା। ପ୍ରେଜ୍ ଦ ଲର୍ଡ। କଠିନ ବ୍ୟବହାର କହିଲେ କ'ଣ? ଆମେ ଆଉ ଯେତେବେଳେ ଯାତ୍ରା ପୁସ୍ତକରେ ସମସ୍ତେ ଜାଣିଛୁ, ମିଶରୀୟ ଲୋକମାନେ ଅର୍ଥାତ୍ ଯେଉଁ ଫାରୋ ଥିଲା ଯୋସେଫଙ୍କର ସମୟରେ, ଆଉ ଯେଉଁ ଫାରୋମାନେ ଆଉ ଇସ୍ରାଏଲ ଲୋକମାନଙ୍କୁ ଜାଣିଥିଲେ ବା ଯୋସେଫଙ୍କୁ ଜାଣିଥିଲେ, ଆଉ ସେମାନେ ଗଲା ପରେ ଯେଉଁ ନୂତନ ଫାରୋ ଆସିଲା ବା ମିଶରର ରାଜାମାନେ, ନୂଆ ନୂଆ ରାଜାମାନେ ଆସିଲେ, ସେହି ସମୟରେ ଇସ୍ରାଏଲ ଲୋକଙ୍କର ବୃଦ୍ଧି ଦେଖି ସେମାନଙ୍କ ପ୍ରତି କଠିନ ବ୍ୟବହାର କଲେ। କଠିନ ବ୍ୟବହାର କଲେ। ଏ ପ୍ରକାର କଠିନ ବ୍ୟବହାର ଆଉ ଅନେକ ଶାସ୍ତି ଦେଲେ, ଆମେ ସମସ୍ତେ ତାହା ଜାଣୁ। ପାଳନ ଦେଇକି ମଧ୍ୟ ସେଇଟା ତୁମେ କ'ଣ କରିବ? ନିଆଁରେ ପୋଡ଼ାଅ ବୋଲି କହିଲେ। ବହୁତ କଷ୍ଟ ଦେଲେ। ଅର୍ଥାତ୍ ସେମାନଙ୍କ ପ୍ରାପ୍ୟ ମିଳୁନଥିଲା। ସେମାନଙ୍କୁ ଶାରୀରିକ ପ୍ରତ୍ୟେକ ପ୍ରକାର ନିର୍ଯାତନା ଦିଆଯାଉଥିଲା। ବହୁତ କଷ୍ଟ କରୁଥିଲେ ସେମାନେ। ଆଉ ଯେଉଁମାନେ ଫିଲ୍ମ ଦେଖିଛନ୍ତି ସେଇ ବିଷୟରେ ନିଶ୍ଚୟ କିଛି ଜାଣିପାରୁଥିବେ। ପ୍ରେଜ୍ ଦ ଲର୍ଡ। ଆଉ କଠିନ ବ୍ୟବହାର ଦେବା ସକାଶେ ସେମାନେ କ'ଣ କଲେ? ଆପଣା ପରମେଶ୍ୱରଙ୍କ ନିକଟରେ ଆର୍ତ୍ତନାଦ କଲେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ପରମେଶ୍ୱରଙ୍କ ନିକଟରେ ଆର୍ତ୍ତନାଦ କଲେ। ଆଉ ଆର୍ତ୍ତନାଦ କରିବାରୁ ପରମେଶ୍ୱର ଅବ୍ରାହମ ଦ୍ୱାରା କରିଥିବା ଆଉ ନିୟମକୁ ସେ ସ୍ମରଣ କଲେ। ଆଉ ଇସ୍ରାଏଲ ଲୋକମାନଙ୍କୁ ରକ୍ଷା କରିବା ନିମନ୍ତେ ବା କିଣାନକୁ ଆଣିବା ନିମନ୍ତେ
ମୂଷାଙ୍କୁ ସେ ନିଯୁକ୍ତି ଦେଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆମେ ଏ ଜାଗାରେ ଦେଖିଲା ଯେ ସାରି ଆପଣା ଦାସୀ ହାଗାରକୁ କଠିନ ବ୍ୟବହାର କରିବାରୁ ସେ ମନସ୍ଥ କଲା ତାକୁ ଆଉ ତାର ମାଲିକକୁ ତ୍ୟାଗ କରି ସେ ଘରୁ ବାହାରି ଯିବ। ଆଉ ସେ ବାହାରି ଯାଉଛି। ବାହାରି ଯିବା ସମୟରେ ଆଉ ଗୋଟିଏ ବିଷୟ ଘଟିଲା। 7 ପଦରେ ଲେଖାଯାଏ, ଅନନ୍ତର ସଦାପ୍ରଭୁଙ୍କର ଦୂତ ପ୍ରାନ୍ତର ମଧ୍ୟରେ ଗୋଟିଏ ନିର୍ଝର ନିକଟରେ, ଅର୍ଥାତ୍ ସୁରର ପଥରେ ଯେଉଁ ନିର୍ଝର ଅଛି ତହିଁ ନିକଟରେ ତାହାକୁ ଦେଖି କହିଲେ। କିଏ କହିଲେ? ସଦାପ୍ରଭୁ କହୁଛନ୍ତି। ମୋର ପ୍ରିୟମାନେ, ଆମେ ଯାହା ଏବେ ଚିନ୍ତା କରିଥିଲା ସେ ଜାଗାରେ ଲେଖାଯାଏ, ଆମେ ସେ ଜାଗାରେ ଦେଖିବାକୁ ପାଇଲା ଯେ ମାଲିକାଣୀକୁ ଦାସୀ ତୁଚ୍ଛ ଜ୍ଞାନ କରିବାରୁ ମାଲିକାଣୀ ତାକୁ କଠୋର ବ୍ୟବହାର କଲା। କେତେବେଳେ ସେ ତୁଚ୍ଛ ଜ୍ଞାନ କଲା? ଦାସୀ ଆପଣା ମାଲିକାଣୀ ଉପରେ ଯେତେବେଳେ ମାଲିକାଣୀର କିଛି କମି ଅଛି ଆଉ ତାହା ଦାସୀ ପୂରା କରିବାକୁ ଚାହୁଁଛି, ଏହା ସେ ଅନୁଭବ କଲା। ମୋର ପ୍ରିୟମାନେ, ଦାସୀ ଏକା, ଯାହା ହେଲେ ବି ସବୁଦିନ ପାଇଁ ଦାସୀ। ଆଉ ମାଲିକାଣୀର କିଛି ଥାଉ କି ନଥାଉ, ମାଲିକାଣୀ ଏକା, ତାକୁ ସେହି ସମ୍ମାନ ଦିଆଯିବାର ଆବଶ୍ୟକ ରହିଛି। ଯେହେତୁ ପୁରାତନ ନିୟମରେ ସେ ସମସ୍ତ ବିଷୟ ଥିଲା, ନୂତନ ନିୟମ ମଧ୍ୟ ତାହା କୁହେ ବାଧ୍ୟ ହେବା ନିମନ୍ତେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ବାଧ୍ୟ ହେବା ନିମନ୍ତେ ଆମମାନଙ୍କର ଅପରିଚିତ ବ୍ୟକ୍ତିମାନଙ୍କର ବାଧ୍ୟ ହେବା ନିମନ୍ତେ ବାଇବେଲ ମଧ୍ୟ ଆମମାନଙ୍କୁ ପରାମର୍ଶ ଦିଏ। ଆଉ ଏଇ ଜାଗାରେ ତାର ଦାସୀ କ'ଣ କରୁଛି? ତାକୁ ତୁଚ୍ଛ ଜ୍ଞାନ କରୁଅଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ଆମେ ଏ ଜାଗାରେ ଆଉ ଗୋଟେ ବିଷୟ ଦେଖିଲା ଯେ ପରମେଶ୍ୱର ସମସ୍ତଙ୍କୁ ଦେଖୁଅଛନ୍ତି। କିଏ ନ୍ୟାୟ କରୁଛି, କିଏ ଅନ୍ୟାୟ କରୁଛି, ସମସ୍ତଙ୍କୁ ଦେଖୁଅଛନ୍ତି। ବେଳେବେଳେ କ'ଣ ହୁଏ, ଆଉ ଯିଏ ଯାହାକୁ ଯାହା କହି ପକାଏ ଆଉ ଚିନ୍ତା କରେ ମୁଁ ଠିକ୍ ଅଛି। ମୁଁ ଗୋଟିଏ ଦିନ ବସିକରି ଭାବୁଥିଲି, କାହିଁକି ଲୋକମାନେ ଅନ୍ୟ ଲୋକଙ୍କର ହୃଦୟକୁ ଆଘାତ କରନ୍ତି? ଏଇ କଥା ମୁଁ ଚିନ୍ତା କରୁଥିଲି। ଆଉ ମୁଁ ଗୋଟିଏ ବିଷୟ ଜାଣିପାରିଲି ଯେ ସେମାନେ ହିଁ ଭାବନ୍ତି ମୁଁ ଠିକ୍ ଅଛି ବୋଲି। ଯେଉଁ ବ୍ୟକ୍ତି ସର୍ବଦା ମୁଁ ଏକା ଠିକ୍ ଅଛି ବୋଲି ଭାବିବ, ସେ ଅନ୍ୟକୁ କ'ଣ କରିବ? ଦୋଷାରୋପ କରିବ, ଅନ୍ୟ ହୃଦୟକୁ ଆଘାତ କରିବ। ଏଟା ସତ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ଏଇ ଜାଗାରେ ଆମେ ଦେଖୁ ଯେ ନ୍ୟାୟକୁ ଆଉ ଅନ୍ୟାୟକୁ ପରମେଶ୍ୱର ଦେଖୁଅଛନ୍ତି। ଯିଏ ଭୁଲ କଲା ତାକୁ ମଧ୍ୟ ପରମେଶ୍ୱର ଦେଖୁଅଛନ୍ତି, ଆଉ ଯିଏ ଭୁଲ କରିନାହିଁ ତାକୁ ମଧ୍ୟ ପରମେଶ୍ୱର ଦେଖୁଅଛନ୍ତି। ଆଉ ତାଙ୍କର ଗୃହରେ ଯାହା ସବୁ ହେଲା, ଆଉ ନିଜର ଦାସୀ ସାନ୍ତାଣୀକୁ ତୁଚ୍ଛ ଜ୍ଞାନ କରୁଛି, ତାହା ମଧ୍ୟ ପରମେଶ୍ୱର ଦେଖିଲେ। ଆଉ ଯେତେବେଳେ ମାଲିକାଣୀ ତାକୁ କଠିନ ବ୍ୟବହାର କଲା, ସେ ପଳେଇ ଯାଉଥିବା ଅବସ୍ଥାରେ, ଦାସୀ ଗୃହରୁ ପଳେଇ ଯାଉଥିବା ଅବସ୍ଥାରେ ପରମେଶ୍ୱର ତାଙ୍କର ସହିତ କଥା ହେଉଛନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପରମେଶ୍ୱର ତାଙ୍କର ସହିତ କଥା ହେଲେ, ଆଉ ସେ କହିଲେ, ଅନନ୍ତର ସଦାପ୍ରଭୁଙ୍କ ଦୂତ ପ୍ରାନ୍ତର ମଧ୍ୟରେ ଗୋଟିଏ ନିର୍ଝର ନିକଟରେ, ଅର୍ଥାତ୍ ସୁର ପଥରେ ଯେଉଁ ନିର୍ଝର ଅଛି ତହିଁ ନିକଟରେ ତାହାକୁ ଦେଖି କହିଲେ। ଗୋଟିଏ ନିର୍ଝର ନିକଟରେ ହାଗାରକୁ ଦେଖି ସେ କହୁଅଛନ୍ତି, ଆଗ ହାଗାର ତମେ କାଣ କରୁଛ? କେନୁ ଆସିଲ ଆର୍ କେନିକି ଯିବ? ତମେ କେନୁ ଆଇଲ ଆଉ କେନିକି ଯିବ? ତାପରେ ସେ ଗୋଟେ କଥା କହିଲା ଯେ ମୁଇଁ ମୋର ସାନ୍ତାଣୀ ଠାରୁ ପଳାୟନ କରୁଅଛି, ମୋର ମାଲିକ ଠାରୁ ମୁଁ ପଳାୟନ କରୁଅଛି, ମୋର ଗୃହକୁ ମୁଁ ତ୍ୟାଗ କରୁଅଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆମେ ଏ ଜାଗାରେ ଦେଖୁ ପରମେଶ୍ୱର କ'ଣ କହିଲେ? ତାଙ୍କର ଦୂତ 9 ପଦ ଲେଖାଯାଏ, ସେତେବେଳେ ସଦାପ୍ରଭୁଙ୍କ ଦୂତ ତାହାଙ୍କୁ କହିଲେ, ତୁମ୍ଭେ ଆପଣ ସାନ୍ତାଣୀ ନିକଟକୁ ଫେରି ଯାଇ ନମ୍ର ଭାବରେ ତାଙ୍କର ହସ୍ତର ବଶୀଭୂତା ହୁଅ। ଏବେ ଗୋଟେ ଆଦେଶ ଦେଉଛନ୍ତି ପରମେଶ୍ୱର। କ'ଣ କହିଲେ? ତମେ ନେଇଛ କାହିଁ?
तुमर सांताणी निकट को फेरी जाओ आंकर नम्र भावे नम्र होकर बसीभूत हो प्रेज द लॉर्ड हालेलुया नम्र होकर बसीभूत हो उद्धत नहीं हो तार अर्थ उद्धत नहीं हो तुमर काणे राइट तुमर काणे ठीक तुमर काणे अधिकार ये सब विषय तुम चिंता नहीं कर से जहाँ कौच ता नम्र भावे बसीभूत होकर तुम कर प्रेज द लॉर्ड हालेलुया तापरे से काଣା कला आ सी अपना मालिकाणी निकट को फेरीगला फेरी जाई आ नम्र हो मालिकाणीर आ से बसीभूत हो रहा आ जिते संतान है आ से संतान ना इस्माइल दिगला आम समस्ते जानीछु तार विषय प्रेज द लॉर्ड हालेलुया मु कहीं वाक्य को कहली गत काली आम वाक्य को शुणी अच्छु किंतु गोटे विषय निमंते कहली परमेश्वर दुष्ट को मध्य देखती आ धार्मिक को मध्य देखती परमेश्वर प्रत्येकंकर कार्य को निरीक्षण करती प्रत्येक अंतर को मध्य से परीक्षा करती आ जानी पारती कहीं परमेश्वर दूत तांको फेरैले कारण तांकर द्वारा मध्य आ गोटे गोष्ठी जगत को आसवा को जाऊँच प्रेज द लॉर्ड हालेलुया आउ इस्माइल को से जात कले आम समस्ते जाणु आज अध्ययन आम चिंता करवा परमेश्वर अब्राहम कर 19 वर्ष बयस आउ दर्शन देले आउ से कहले गोटे विषय कहले कौन कहले सर्वशक्तिमान आंभे सर्वशक्तिमान परमेश्वर आंभ छामुरे धर्माचरण करी तुम्भे सिद्ध हुआ कौन कहले तत्पूर्वर आम केतटा विषय देखा जहाँ कि घटीगला परमेश्वर प्रथमे अब्राहम को डाकिले सबु विषय छाड़ी देकर तुम ज्ञाति को छाड़ कुटुंब को छाड़ आउ तुम देश छाड़ आउ तुम्हें मु जो देश को देवी से देश को आस से कले ताहा एबे 17 पद को आसला परे रास्तार अनेक प्रतिज्ञा परमेश्वर करियछंती अब्राहम का निकटरे एबे पुनर्बार कहउछंती जे तुमे कौन हुआ आमे सर्वशक्तिमान परमेश्वर आंभ छामुरे आमर सम्मुखरे आमर सामनारे तुमे कौन हुआ धर्माचरण करी तुम्हें सिद्ध हुआ धर्म आचरण करी तुम्हें सिद्ध हुआ अर्थात तुमर धार्मिकतारे कौन सी उणा न पड़ो अधर्म स्थान न रहू आउ सेते बेले आउ कहले से आम्भे तुम सहित अपना नियम स्थिर करी तुमको अतिशय वृद्धि करवा गोटे नियम गोटे चुक्ति देवा को जाउथिले अब्राहम को सहित गोटे चुक्ति कले आउ से नियम से हागार सहित करी नाहंती से नियम से अन्य कहा सहित करी नाहंती से नियम केवल अब्राहम को सहित से करे प्रेज द लॉर्ड हालेलुया से अब्राहम को सहित कले आउ 3 पदरे लिखा जाए तहिरे अब्राहम माड़ी पड़ते परमेश्वर तांको सहित आलाप करी कहिले कि प्रकार से अब्राहम कि प्रकार परमेश्वर वाक्य को ग्रहण करुअछंती मुह माड़ी पड़ी करी तांको सम्मान दे करी परमेश्वर वाक्य को से शुणिले तार अर्थ कौन कहीं मुह माड़ी पड़ा जाए कहार सामना रे मु गोटे प्रभुंर दास कहूवा प्रकाशित वाक्यर प्रचार कला बेले शुणुली राजे भाई जे स्वर्ग रे जो 24 प्राचीन अछंती चारि प्राणी 24 प्राचीन आउ मध्यस्थल रे परमेश्वर सिंहासन आउ से माने सर्वदा परमेश्वर स्तुति प्रशंसा करुछंती दूत माने मध्य कोटि कोटि दूत आ से माने परमेश्वर छामुरे निजर आउ मस्तकर मुकुट को थोई दे परमेश्वर सम्मुख रे थोई दे से माने आउ सीधा मुह माड़ी पड़ी परमेश्वर आराधना करुछंती
आंठू भांगी परमेश्वर आराधना करूछन प्रेज द लॉर्ड हालेलुया आ से मुहमाड़ी पढ़िबार विषय से कहूथिले जे परमेश्वर को एते सम्मान दउथिले जे कहिले आमे तुमर मुख देखिबार निमंते आमे योग्य नहु तुमर पाद केवल देखिबा निमंते योग्य तुमर पादर धूली योग्य नहु आमे ए प्रकार चिंता करी आउ साष्टांग प्रणाम करूथिले बोली कहूथिले प्रेज द लॉर्ड हालेलुया ताहा मध्य आउ जुक्तियुक्त अटे प्रेज द लॉर्ड आमे ए जगह देखिला परमेश्वर जेते बेले कथा कहिले सेतेले अब्राहम कौन कले मुह माड़ी पड़िले आउ परमेश्वर सहित आलाप कले परमेश्वर सहित आलाप कले आमे जेतेले जनकर सहित कथा हो कि प्रकार कथा हो जनकर मुह को देखि देखि कथा हो आ जदि आमे अलगा आडे मुह कर दबा बेले आमे भाबिबु ए हमको बेखातिर करछि तुच्छ ज्ञान करूछि कथा हेबाकू इच्छा करू नाही एटा आमानकर साधारण भाबरे एटा समस्तंकर चिंताधारा अटे आ ताहा ही था किंतु ए जगह अब्राहम कथा हेबाकू इच्छा करि नथिले तार अर्थ नह किंतु अब्राहम आउ बहुत सम्मान देथिले परमेश्वर को सम्मानित करी से मुह माड़ी तांकर सहित आलाप कले प्रेज द लॉर्ड हालेलुया आमे प्रथम विषय को जानिला जे पवित्रतार सॉरी हाँ धर्माचरण करी तुमे कौन हुआ सिद्ध हेबा निमंते अब्राहम को परमेश्वर आदेश देले सिद्ध हेबा निमंते आउ काहे कि तांकर सहित गोटे नियम स्थिर करने को से चाहूछंती आ से नियमटी कौन से नियम तांकु बहुवंशी हेबा निमंते से अनुग्रह करने को चाहछंती एक संतान देवाकू से अनुग्रह करने को जाउछंती आज पर्यंत जो आशीर्वाद अब्राहम पाई नांती सही आशीर्वाद से देवाकू जाउछंती एथि पाए आ से कौन कले तांकू कहले धर्माचरण करी तुमे सिद्ध हो कहार सम्मुखरे अन्य लोकंक सम्मुखरे नह परमेश्वरंकर सम्मुखरे सदा प्रभुकर सम्मुखरे तुमे धर्माचरण करी सिद्ध हो निज को पवित्र कर धार्मिकतार आचरण कर आ सिद्ध हुआ तल पद मान करी आमे जहाँ अध्ययन कला आमे समस्त विषय देखी असु आउ परमेश्वर कौन कहले तांकु गोटे आदेश देले आ गोटे आदेश जे तुमे कौन करिब आउ तुम पुरुष माने आ प्रत्येक जेते बेले पिला माने मध्य जन्म हेबे से मान को 8 दिन रे आ सिमानकर लिंगांग चर्म छेदन करी से मान को सुन्नत करिब तार अर्थ कौन पवित्रता को रक्षा करिब पवित्रता को रक्षा करिब प्रेज द लॉर्ड हालेलुया आउ जेते बेले परमेश्वरकर वाक्य अनुसार अब्राहम से कार्य कले से दिन गोटे विषय आम चिंता करवा सांगे सांगे अब्राहम से दिन सुन्नत है जो दिन परमेश्वर कथा कहे तार अर्थ वाक्य आम जिते प्रभुंक ठारू शुणुचु से वाक्य अनुसार सांगे सांगे आम निज जीवन को आम प्रस्तुत करार आवश्यक रही प्रेज द लॉर्ड हालेलुया ताहेले परमेश्वर देइथिबार से वाक्य से नियम द्वारा जो आशीर्वाद अच्छी आम से आशीर्वाद को पाई परिबा अब्राहम करे प्रेज द लॉर्ड आउ तापरे कौन है परमेश्वर जिते कथबार्ता कले जिते जहाँ जहाँ कहले जो नियम देले आउ से सबू नियम को अब्राहम मानिबा द्वारा आउ वास्तव तांकर कोलरी एक संतान परमेश्वर देले आउ तांकर नाम इसाक दिगला आउ तांकर मध्य चर्म लिंगाग्रर चर्म छेदन है गोटे दिन 19 वर्ष बयस लिंगाग्र चर्मर छेदन है परमेश्वर तांको आशीर्वाद कले 21 नंबर पद लिखा जाए 19 शेषांश आउ 21 शेषांश मु पढ़ा जाऊँगी पुणी आम्भे ताहा सहित अपना नियम स्थिर करवा क्या सहित इसाक सहित मोर प्रिय माने मने रखिबा इसाक सहित जो नियम स्थिर कले इस्माइल सहित सही नियम को परमेश्वर स्थिर करी नाहांती कारण इसाक किए अटंती इसाक प्रतिज्ञात संतान अटंती प्रेज द लॉर्ड हालेलुया आउ
21 ଶେଷାଂଶରେ ଲେଖାଯାଏ ତାହା ସହିତ ଆମ୍ଭେ ଆପଣା ନିୟମ ସ୍ଥିର କରିବା ଇସାକ ସହିତ, ଅଲଗା କାହା ସହିତ ନୁହେଁ। ଯଦି ଅଲଗା କାହାକୁ ସେ ଡାକି ଅଛନ୍ତି, କିଛି ଦିନ ପରେ ସେ ନିୟମରେ ରହି କିଛି ଦିନ ପରେ ନିୟମରୁ ସେ ବାହାରିଯିବ। ଆମେ ଦୈନିକ ଆହାରରେ ପଢ଼ିଅଛୁ ଏ ସମସ୍ତ ବିଷୟ। ଆଉ ସେ ଇସାକ ସହିତ ନିୟମ ସ୍ଥିର କରିବି ବୋଲି ସେ କହିଲେ। ପରମେଶ୍ୱର ହିଁ କହୁଛନ୍ତି ଏ ସମସ୍ତ ବିଷୟ। ଆଉ ତଳପଦମାନଙ୍କରେ ଯେଉଁ ସବୁ ଆଶୀର୍ବାଦ ବିଷୟରେ ଲେଖାଯାଏ, ଇସ୍ମାଏଲକୁ ସେ କ'ଣ କଲେ, ଇସାକକୁ କ'ଣ କଲେ, ଏ ସମସ୍ତ ଆଶୀର୍ବାଦ ପରମେଶ୍ୱର ଆଉ ଅବ୍ରାହମଙ୍କର ସହିତ ସେ ଅବ୍ରାହମକୁ ବାକ୍ୟ ଦେବା ସମୟରେ, ଅବ୍ରାହମଙ୍କ ସହିତ ଆଳାପ କରିବା ସମୟରେ ସେ କହୁଅଛନ୍ତି, ଅବ୍ରାହମ ସାଙ୍ଗେ ସାଙ୍ଗେ ସୁନ୍ନତ ବିଧିକୁ ଗ୍ରହଣ କଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଅର୍ଥାତ୍ ପବିତ୍ରତା ରହିବା ନିମନ୍ତେ ପରମେଶ୍ୱରଙ୍କର ବାକ୍ୟ ଅନୁସାରେ ନିଜର ଶରୀରକୁ ସଜାଡ଼ିଲେ। ଅର୍ଥାତ୍ ପରମେଶ୍ୱର କେଉଁ ମାଧ୍ୟମରେ ଆଉ ପବିତ୍ରତାକୁ ଆଶା କରିଥିଲେ, ଧାର୍ମିକ ହୁଅ ବୋଲି କହିଥିଲେ, ଶରୀରରେ ପବିତ୍ରତାର ଜୀବନ, ଜାଗତିକ ଏବଂ ଶାରୀରିକ ଠାରୁ ପୃଥକୀକୃତ ଏକ ଜୀବନ, ଜାଗତିକ ଶାରୀରିକ ଠାରୁ ଏକ ପୃଥକୀକୃତ ଜୀବନ କାଟିବାର ବ୍ୟକ୍ତିକୁ ସେ ଆଶା କରିଥିଲେ ପରମେଶ୍ୱର। ଆଉ ଅବ୍ରାହମ ତାଙ୍କ ଜୀବନରେ ସେହି ସମସ୍ତ ବିଧି ଆଉ ସେ କ'ଣ କଲେ, ଗ୍ରହଣ କଲେ। ଆଉ ସାଙ୍ଗେ ସାଙ୍ଗେ ପବିତ୍ରତାର ବିଧିକୁ ସେ ନିଜସ୍ୱ କରି ଆଉ ସେ ପବିତ୍ର ହେଲେ, ତାଙ୍କର ପୁତ୍ରକୁ ପବିତ୍ର କଲେ, ତାଙ୍କର ଆଉ ଦାସଗଣକୁ ମଧ୍ୟ ସେ ପବିତ୍ର କଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରଭୁ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପରମେଶ୍ୱର ଯାହା କିଛି ଆମମାନଙ୍କୁ କୁହନ୍ତି, ଆମେ ସେଇ ବାକ୍ୟ ଅନୁସାରେ ଆମଙ୍କର ଜୀବନକୁ ସଜାଡ଼ୁ, ଯଦ୍ୱାରା କି ପରମେଶ୍ୱର ଏକ ମହତ୍ କାର୍ଯ୍ୟ, ମହତ୍ ଏକ ଆଶୀର୍ବାଦ, ଯେଉଁ ଆଶୀର୍ବାଦ ଅନ୍ୟ କେହି ପାଇନାହାନ୍ତି ଆଜି ପର୍ଯ୍ୟନ୍ତ, ସେହି ଆଉ କ'ଣ ବୋଲି କହିବି, ସେଇ ଅନନ୍ୟ ଆଶୀର୍ବାଦ ତାଙ୍କର ଆଜ୍ଞାକାରୀମାନଙ୍କୁ ସେ ଦେବା ପାଇଁ ରଖିଅଛନ୍ତି। ଅନ୍ୟମାନଙ୍କୁ ଯାହା ମିଳେ ନାହିଁ, ସେହି ସମସ୍ତ ଆଶୀର୍ବାଦ ଯିଏ ତାଙ୍କର ବାକ୍ୟର ବାଧ୍ୟ ହେବ ତାଙ୍କ ପାଇଁ ରଖିଅଛନ୍ତି, ଯେ ପ୍ରକାର ଇସାକ ନିମନ୍ତେ ରଖିଥିଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରଭୁ ବାକ୍ୟ ଦ୍ୱାରା ସମସ୍ତଙ୍କୁ ଆଶୀର୍ବାଦ ମନଙ୍କର ପ୍ରଦାନ କରନ୍ତୁ।